ସମସ୍ତଙ୍କୁ ମୋର ନମସ୍କାର। ଶିଶୁମାନଙ୍କୁ ସ୍ନେହ ଆଜିର କାଳାଂଶକୁ ସମସ୍ତଙ୍କୁ ସ୍ୱାଗତ ତଥା ଅଭିନନ୍ଦନ। ଆସ ଫଳ ପ୍ରଦର୍ଶନୀ ଦେଖିବା ଓ ଫଳର ନାମ ଜାଣିବା। ଗୋଟିଏ ଗୋଟିଏ ଫଳ ଦେଖିବା, ତାର ନାମ ଆମେ ଜାଣିବା। ଏଠି ଆମେ ଫଳ ପ୍ରଦର୍ଶନୀ ଲଗାଇଛୁ, ଦେଖିବା। ସାନ୍ତରା, ଖଜୁରୀ, ଅଙ୍ଗୁର, ପିଜୁଳି, ଡ୍ରାଗନ ଫ୍ରୁଟ, ଚେରି, ଲାଲ ଚେରି, ବରକୋଳି, ନଡ଼ିଆ, ଆତ, ସପେଟା, ଅମୃତଭଣ୍ଡା, ପାଚିଲା ଅମୃତଭଣ୍ଡା, ବହୁତ ମିଠା ଲାଗେ ନାହିଁ? କରମଙ୍ଗା, ଡାଳିମ୍ବ, ତରଭୁଜ, ମକା, ସେଓ, କଦଳୀ, ପାଚିଲା କଦଳୀ, ବରକୋଳି, କାକୁଡ଼ି, ସାନ୍ତରା, କଦଳୀ। ମା ଯେପରି ଶିଶୁର ଆବଶ୍ୟକତାକୁ ଅନୁଭବ କରି ବିଭିନ୍ନ ଖାଦ୍ୟ, ପାନୀୟ, ପୋଷାକ ତଥା ବିଭିନ୍ନ ଜିନିଷ ଆତ୍ମୀୟତାର ସହିତ ସଜାଡ଼ି ଦେଇଥାନ୍ତି, ଆମ ପ୍ରକୃତି ମାତା ମଧ୍ୟ ସେହିପରି ପ୍ରତ୍ୟେକ ଋତୁରେ ପ୍ରାକୃତିକ ପରିବେଶ ଅନୁସାରେ ଋତୁକାଳୀନ ବିଭିନ୍ନ ପନିପରିବା, ଫୁଲ, ଫଳ ପ୍ରଚୁର ପରିମାଣରେ ସଜାଡ଼ି ଦେଉଥାନ୍ତି। ଆମ ଶରୀରର ସମ୍ପୂର୍ଣ୍ଣ କାର୍ଯ୍ୟପ୍ରଣାଳୀକୁ ଠିକ୍ ଭାବରେ କରିବା ପାଇଁ ଭିଟାମିନ୍, ଫାଇବର ଓ ଜଳୀୟ ଅଂଶର ଆବଶ୍ୟକତା ରହିଛି। ଏହିସବୁ ତତ୍ତ୍ୱ ଆମକୁ କେବଳ ଆମ ଖାଦ୍ୟରୁ ମିଳିନଥାଏ, ତେଣୁ ନିୟମିତ ରୂପରେ କିଛି ଫଳ ଖାଇବା ଦ୍ୱାରା ଆମ ଶରୀରକୁ ଏହିସବୁ ପୋଷକ ତତ୍ତ୍ୱ ମିଳିବା ସହିତ ଆମ ଶରୀର କୁଶଳତା ସହିତ ନିଜ କାର୍ଯ୍ୟ କରିଥାଏ। ଆଉ ଫଳକୁ ରାନ୍ଧିବାକୁ ପଡ଼େ ନାହିଁ। ଆମକୁ ଯେତେବେଳେ ବି ଖାଇବାକୁ ଇଚ୍ଛା ହେଲା ପରିଷ୍କାର କରି ସଫା କରି ଧୋଇଦେବା, ଆଉ ସଙ୍ଗେ ସଙ୍ଗେ ଖାଇପାରିବା। ଫଳକୁ ଆମେ ଚୋବେଇ ଖାଇଥାଉ। ଚୋବେଇ ଖାଇବା ଦ୍ୱାରା ଆମ ଦାନ୍ତ ଓ ଦାନ୍ତମୂଳ ମଜବୁତ ହୋଇଥାଏ। ଫଳର ରସ ଆମ ଶରୀରର ହାଡ଼କୁ ମଜବୁତ କରେ, ରକ୍ତ ତିଆରିରେ ବି ସାହାଯ୍ୟ କରିଥାଏ, ଆମ ଶରୀର ବୃଦ୍ଧିରେ ବି ସାହାଯ୍ୟ କରେ। ଆମ ଶରୀରରେ ଜଳୀୟ ଅଂଶର ପରିମାଣ ଠିକ୍ ରହିଥାଏ। ଫଳ ଖାଇଲେ ଖୁବ୍ ଆରାମରେ ହଜମ ହୋଇଯାଏ। ଫଳ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ଫଳର ରସ ଆମ ଶରୀରର ପ୍ରତ୍ୟେକ ଅଙ୍ଗକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ପ୍ରତ୍ୟେକ ଫଳରେ 80% ଜଳ ରହିଛି, 80% ଜଳ ରହିଛି। ତେଣୁ ଯେଉଁମାନେ ପ୍ରତିଦିନ ଫଳ ଖାଉଛନ୍ତି ତାଙ୍କ ଶରୀରରେ ଜଳୀୟ ଅଂଶର ପରିମାଣ ଠିକ୍ ରହିଥାଏ। ଏହିପରି ଫଳ ଖାଇବା ଦ୍ୱାରା ଆହୁରି ଅନେକ ଉପକାର ହୋଇଥାଏ। ତେଣୁ ଆମେ ପ୍ରତିଦିନ କିଛି ଫଳ ଖାଇବା ଉଚିତ। ଆଜି ପାଇଁ ଏତିକି, ରହୁଛି। ନମସ୍କାର।